ଏଇଟା କବିତା ନୁହଁ, କହିପାରନ୍ତି ଗୋଟେ ପ୍ରତିକ୍ରିୟା ଜଣେ କବିର। କବିତାର ନାଁ ସଂସଦ ଆଗରେ ଠିଆ ହେଇଥିବା ପିଲାଙ୍କ ସହିତ। ରାସ୍ତାରେ ମାଡ଼ ଖାଉଥିବା ଏ ପିଲାମାନେ ଆମର, କେବଳ ଆମର। ରାସ୍ତାରେ ଆମର ପିଲାମାନଙ୍କୁ ଲାଠିରେ ପିଟୁଥିବା, ଲୁହବୁହା ଗ୍ୟାସରେ ଲହୁଲୁହାଣ କରୁଥିବା ପୁଲିସ ବି ଆମର। ଏ ଲାଠି କିଣା ହେଇଛି ଆମର ପଇସାରେ ଆମର ପିଲାଙ୍କୁ ପିଟିବା ପାଇଁ। ଏ ବନ୍ଧୁକ, ଏ ଲୁହାବୁହା ବାମ୍ଫ, ଏ ସଡ଼କ, ଏ ସଂସଦର ମହାମହିମ ମାନେ ସମସ୍ତେ ଆମର। ଆମକୁ ନେଇ ଆମ ଲୋକଙ୍କର ଏତେ କାହିଁ ଡର? ଆମକୁ ନେଇ ଆମ ଲୋକଙ୍କର କାହିଁ ଏତେ ଡର? ଆମ ଉପରେ ଆମ ଲୋକଙ୍କର ଏ କି ଜଘନ୍ୟ ପ୍ରହାର? ସଂସଦ ବିଷୟରେ ବସିଥିବା ମହାମହିମ ଓ ତାଙ୍କର ଭାଟମାନେ କହୁଛନ୍ତି ଆମେ ଚୁପ୍ ରହିବା ହିଁ ଏକମାତ୍ର ସର୍ତ୍ତ ଦେଶ ପ୍ରେମର। ଆମେ ଚୁପ୍ ରହିବାକୁ ବାଧ୍ୟ ସବୁବେଳେ। ଆମେ ଚୁପ୍ ରହିବାକୁ ବାଧ୍ୟ ସବୁବେଳେ। ଆମେ ଚୁପ୍ ରହିବୁ ଅନ୍ଧାର ଆଗରେ, ଚୁପ୍ ରହିବୁ ରକ୍ତପାତ ଓ କଷଣ ଆଗରେ। ଆମେ ଚୁପ୍ ରହିବି ଯେତେବେଳେ ଆମର ଲୋକ ମରିଯାଉଥିବେ ଅମ୍ଳଜାନ ଅଭାବରେ। ଆମେ ଚୁପ୍ ରହିବୁ ଆମର ନଦୀ ସବୁ ଭରିଗଲା ପରେ ବି ଆମର କଙ୍କାଳ ଓ ଖପୁରିରେ। ଆମେ ଚୁପ୍ ରହିବୁ ଦଳା ଚକଟାରେ ମରିଗଲା ପରେ ବି। କୁମ୍ଭ ମେଳାରେ, ରଥଯାତ୍ରାରେ, ରେଳ ଷ୍ଟେସନ, ଡାକ୍ତରଖାନାରେ ଆମେ ଚୁପ୍ ରହିବୁ ଆମର ଟଙ୍କା କାଗଜର ଟୁକୁରା ହେଇଗଲା ପରେ। ଆମେ ଚୁପ୍ ରହିବୁ ଆମର ସବୁ ଅଧିକାର ଲିଭି ଯାଉଥିବ ଯେବେ କ୍ରମାନ୍ୱୟରେ। ଆମର ପିଲାମାନେ ଆତ୍ମହତ୍ୟା କରୁଥିବେ ନିରାଶାରେ। ବଜାରରେ ନିଲାମ ହେଉଥିବା ଆମ ପିଲାଙ୍କର ଭାଗ୍ୟ ଓ ଭବିଷ୍ୟତ। ଆମର ପିଲାମାନଙ୍କର ଶବ ଉପରେ ଆୟୋଜନ ହେଉଥିବ ବିଜୟ ଉତ୍ସବ। ଆମ ଭିତରୁ କିଛି ଲୋକ ତଥାପି ଭାଟ ହେଇ ଠିଆ ହେଇଥିବେ ଦରବାରରେ। ଆମ ପିଲାଙ୍କର ଲହୁଲୁହାଣ ପିଠିକୁ ଦେଖି ସେମାନେ ତଥାପି କରୁଥିବେ ଅଟ୍ଟହାସ। ସେମାନଙ୍କୁ ଡର ଲାଗୁଥିବ ଯେ କାଳେ କେତେବେଳେ ଖସି ଯାଇପାରେ ସିଂହାସନ ଓ ରାଜମୁକୁଟ। ଆମର ପିଲାମାନେ ରାସ୍ତାରୁ ହୁଏତ ଫେରି ନ ପାରନ୍ତି ଘରକୁ। ସେମାନେ ପହଞ୍ଚି ପାରିବେ ନାହିଁ ହୁଏତ ସଂସଦରେ। ସେମାନଙ୍କ ଭିତରୁ କେହି କେହି ଯିବେ ଜେଲଖାନା, ଡାକ୍ତରଖାନା ଅବା କବରଖାନା। ସେମାନଙ୍କର ବିରୋଧରେ ଲାଗୁଥିବା ସବୁଠୁ ବର୍ବର ଦଫା ଅସରପା ବୋଲି ସେମାନଙ୍କୁ ମାରିଦେବାର ଆଦେଶ ହୁଏତ କେହି ବି କେଉଁଠି ଶୁଣେଇ ଦେଇପାରେ। ଆଜି ଆଉ କିଛି କରିବାର ନାହିଁ। ମତେ ଖାଲି ଠିଆ ହେବାର ଅଛି ମୋର ପିଲାମାନଙ୍କର ସହିତ ରାସ୍ତାରେ, ସଂସଦ ଆଗରେ। ଆଜି ଆଉ କିଛି କରିବାର ନାହିଁ। ମତେ ଖାଲି ଠିଆ ହେବାର ଅଛି ମୋର ପିଲାମାନଙ୍କ ସାଙ୍ଗରେ ରାସ୍ତାରେ, ସଂସଦ ଆଗରେ। ମୁଁ ମୋର ପିଲାମାନଙ୍କୁ ଛାଡ଼ିଦେବି ନାହିଁ ଏକୁଟିଆ ଲାଠି, ଗୁଳି ଓ ବର୍ବରତା ଆଗରେ। ମୁଁ ମୋର ପିଲାମାନଙ୍କୁ ଛାଡ଼ିଦେବି ନାହିଁ ଏକୁଟିଆ ଲାଠି, ଗୁଳି ଓ ବର୍ବରତାର ଆଗରେ।